ରାମଚଣ୍ଡୀ ନାମକ ଗ୍ରାମର ଲୋକମାନେ ମା ରାମଚଣ୍ଡୀକୁ ପ୍ରତ୍ୟକ୍ଷ ଭାବରେ ପୂଜୁଥିଲେ। ରାମଚଣ୍ଡୀ ମା ଗୋଟିଏ ଛୋଟିଆ ମନ୍ଦିରରେ ପୂଜା ପାଉଥିଲେ। ମନ୍ଦିର ଉପରେ ଗୋଟିଏ ବିରାଟକାୟ ବରଗଛ ଛାୟା ଖେଳାଇ ରଖିଥାଏ। ସେହି ଗାଁରେ ଗୋଟିଏ ମା ଓ ପୁଅ ରହୁଥିଲେ। ପୁଅଟି ନିରୀହ ଥିଲା ଓ ବୁଢ଼ୀ ମାର ଟିକେ ଲୋଭ ଗୁଣ ଥିଲା। ଆରେ ପୁଅ, ତୁ ଏତେ କାହିଁ କଷ୍ଟ କରୁଛୁ? ତତେ କଷ୍ଟ କରିବା କିଛି ଦରକାର ନାହିଁ। ମା, କାମ କ'ଣ ପାଇଁ କରିବିନି? କାମ ନ କଲେ ଆମେ ଭବିଷ୍ୟତରେ ଚଳିବା କେମିତି? ମୁଁ ସବୁ ସମ୍ଭାଳି ନେବି। ତୁ ଯେତିକି ପାରୁଛୁ କରେ, ବେଶୀ କଷ୍ଟ କରେନି। ମା ରାମଚଣ୍ଡୀଙ୍କ କୃପା ଅଛି ଆମ ଉପରେ। ଆଉ ମୁଁ ଜାଣେ ପରିଶ୍ରମ କରିକି 2 ପଇସା ଘରକୁ ଆଣୁଛି। କାହା ପ୍ରତି ଅନ୍ୟାୟ କରୁନି ନା। ତୁ ତ ଏମିତି କହୁଛୁ ଯେମିତି ବହୁତ ଖଜଣା ଅଛି ତୋ ପାଖରେ। ତୁ ଚିନ୍ତା କରେନି। ହଉ, ଯେତିକି ପାରୁଛୁ ସେତିକି କରେ। ହଉ, ତୁ ଆରାମରେ ଘରେ ରହ। ଆଉ କୋଉ ଅଜଣା ଲୋକଙ୍କୁ ଘରେ ପୁରେଇବୁ ନାହିଁ। ଆଜିକାଲିର ଲୋକ ଭଲ ନୁହନ୍ତି। ମୁଁ ତ ଖାଲି ଯାତ୍ରୀମାନଙ୍କୁ ସାହାଯ୍ୟ କରୁଛି। ଘରକୁ ଡାକି ପାଣି ଟୋପେ ଦଉଛି। ତୁ କାହିଁ ରାଗୁଛୁ ଯେ? ମୁଁ କାହିଁ ରାଗିବି? ମୁଁ ତ ଖାଲି କହୁଛି। ହଉ ମା, ମୋ ଖାଇବା ଟିଫିନ୍ ଦେଲୁ। ମୋର ସମୟ ହେଲାଣି, କାମକୁ ଯିବାକୁ ପଡ଼ିବ। ହଁ ହଁ, ମୁଁ ଏବେ ହିଁ ଆଣୁଛି। ଭଲରେ ଯା ପୁଅ, ଜଲ୍ଦି ଫେରିବୁ। ତାପରେ ଉମେଶ କାମକୁ ଚାଲିଗଲା। ଆଉ ବୁଢ଼ୀ ମା ତା ଫୁଲ ଗଛରେ ପାଣି ଦେଉଥିଲା। ସେହି ସମୟରେ ଗୋଟିଏ ଲୋକ ସେ ବାଟରେ ଯାଉଥିଲେ। ଆରେ ପୁଅ, ଏତେ ଖରାରେ କୁଆଡ଼େ ଯାଉଛୁ? ମାଉସୀ, ମୁଁ ମୋ ଭଉଣୀ ଘରକୁ ଯାଉଥିଲି। ହଁ ହଁ, ବହୁତ ଜିନିଷ ଆଣିଛୁ ଆଉ ଭଉଣୀ ପାଇଁ। ଆସେ, ଟିକେ ପାଣି ପିଇକି ଯିବୁ। ବହୁତ ଖରା ହଉଛି। ହଉ ମାଉସୀ, ଆପଣ ବହୁତ ଭଲ। ତାପରେ ବୁଢ଼ୀ ମା ଘର ଭିତରୁ ଗୋଟିଏ ବେଲପଣା ଗିଲାସ ନେଇକି ଆସିଲେ। ଆରେ ମାଉସୀ, ପଣା କାହିଁକି ଆଣିଲ? ବାସ୍ ପାଣି ଟିକେ ଆଣିଥାନ୍ତ। ପିଇଦେ ପୁଅ, ମୁଁ ମୋ ପାଇଁ ବନେଇଥିଲି। ତୁ ବି ଟିକେ ପିଇଦେ। ପିଇଦେ ପୁଅ, ପିଇଦେ। ତାପରେ ଲୋକଟି ପଣା ପିଇଲା। ବୁଢ଼ୀ ମା ପଣାରେ ଔଷଧ ମିଶାଇ ଦେଇଥିଲା। ବୁଢ଼ୀର ପଣା ପିଇଲା ପରେ ଲୋକଟିର ସବୁ ଜିନିଷ ଓ ପାଖରେ ରଖିଥିବା ଟଙ୍କା ସବୁ ବୁଢ଼ୀକୁ ଦେଇଦେଲା। ଆଉ ଚୁପଚାପ ସେଠାରୁ ଚାଲିଗଲା। କିଛି ଦୂର ଗଲା ପରେ ଲୋକଟିର ହୋସ୍ ଆସିଲା। ଆଉ ତା ହାତ ଖାଲି ଦେଖିକି ସେ ଜୋରରେ ପାଟିକଲା। ହେ ଭଗବାନ, ମୋ ଜିନିଷ କୁଆଡ଼େ ଗଲା? ମୁଁ କିଛି ବୁଝିପାରୁନି। କୁଆଡ଼େ ଗଲା ମୋ ଜିନିଷ? ହେ ଭଗବାନ! ଆରେ ଭାଇ, କୋଉଠି ଛାଡ଼ି ଦେଇଥିବ ବୋଧେ। ମନେ ପକାଅ। ନାଇଁ ଭାଇ, ମୋର କିଛି ମନେ ପଡ଼ୁନି। ମୁଁ ମୋ ଭଉଣୀ ଘରକୁ ଯାଉଥିଲି ଭାର ନେଇକି। ମୋର ଆଉ କିଛି ମନେ ପଡ଼ୁନି। ଏମିତି କେମିତି? କ'ଣ ତୁମର କିଛି ମନେ ନାହିଁ? କ'ଣ ତୁମ ଜିନିଷ ଶୂନ୍ୟ ହୋଇଗଲା? ଯଦି କିଛି ଟଙ୍କା ରଖିଛ ତାହେଲେ ପୁଣି କିଛି ସାମାନ ନେଇଯାଅ କିଣିକି। ହେ ଭଗବାନ, ମୋ ପକେଟ, ମୋ ଟଙ୍କା ବି ନାହିଁ। କୁଆଡ଼େ ଗଲା? ହେ ଭଗବାନ, ମୁଁ ମୋ ଭଉଣୀ ଘରକୁ ଏବେ କେମିତି ଯିବି? ବୁଢ଼ୀର ଔଷଧ ମିଶା ବେଲପଣା ପିଇବା ଯୋଗୁଁ ଲୋକଟିର କିଛି ମନେ ନଥାଏ। ଲୋକଟି ମନ ଦୁଃଖରେ ଭଉଣୀ ଘରକୁ ନ ଯାଇ ନିଜ ଘରକୁ ଫେରିଯାଏ। ସନ୍ଧ୍ୟା ହେଲା। ଉମେଶ କାମରୁ ଘରକୁ ଆସିଲା। ମା, ମା, କୁଆଡ଼େ ଗଲୁ ମା? ପାଣି ଟିକେ ଆଣେ। ଏଇ ନେ ପୁଅ। ଜାଣିଛୁ ମା, ଆଜି ଜଣେ ତା ଭଉଣୀ ଘରକୁ ଯାଉଥିଲା ଭାର ନେଇକି। ହଁ ହଁ, ଜାଣିଛି। ତା ଜିନିଷ ଆଉ ଟଙ୍କା କିଏ ନେଇଗଲା? ହେଲେ ତା ସହ ଏମିତି କେମିତି ହେଲା? ସେ ଲୋକଟି କିଛି ବି ଜାଣିନି। ହେଲେ ମା, ତୁ ଏସବୁ କୋଉଠୁ ଜାଣିଲୁ? ମୁଁ ତ ବାହାର ଲୋକଠୁ ଶୁଣିଲି। ଆଚ୍ଛା, ମୁଁ ବି ଘରକୁ ଫେରିଲା ବେଳେ ଶୁଣିଲି। ତୁ ଆଉ ସେ ବେକାର ଲୋକ କଥାରେ ମୁଣ୍ଡ ପୁରାନି। ତୁ କାମରୁ ଫେରିଛୁ, ଥକି ଯାଇଥିବୁ। ତୁ ଯା, ଆରାମ କରେ। ରାତିରେ ଆମେ ମିଶିକି ଖାଇବା। ହଉ ମା, ରାଗେନି ଆଉ। ମୁଁ ଖାଲି ଭାବୁଛି ସେ ଲୋକର ଅବସ୍ଥା କ'ଣ ହୋଇଥିବ, ବିଚାରା। ତାପରେ ମା ପୁଅ ମିଶିକି ଖାଇବା ପାଇଁ ବସିଲେ। ମା, ଆଜି କ'ଣ କି ଏତେ ସାରା ଖାଇବା? ପିଠା, ମିଠା, ଫଳ। ତତେ ଏସବୁ ଭଲ ଲାଗେ ନା? ସେଥିପାଇଁ ତୁ ଜଲ୍ଦି ଜଲ୍ଦି ଖାଇଦେ। ହେଲେ ମା,
ତୁ ଏସବୁ କଣ ପାଇଁ ଆଣିଛୁ? ହେ ଭଗବାନ, ଏବେ କଣ କହିବି? ଆରେ ତତେ କହିବାକୁ ମନେ ନାହିଁ, ଆଜି ତ ଧନୀରାମ କାକା ଆସିଥିଲେ। ସେ ହିଁ ସବୁ ଆଣିଥିଲେ। ବହୁତ ଦିନ ପରେ ଆସିଥିଲେ ନା। ଆଚ୍ଛା, ହଉ ମା, ମୋର ହୋଇଗଲା ଖାଇବା। ମୁଁ ଯାଉଛି ଶୋଇବି। ଆଜିର ଖାଇବା ତ ପୁରା ଜମିଗଲା। ହଉ ପୁଅ, ତୁ ଯା। ଏମିତି ହିଁ ଦିନ ବିତୁଥାଏ। ଉମେଶ କାମକୁ ଗଲା ପରେ ତା ମା ଲୋକମାନଙ୍କୁ ଲୁଟୁଥାଏ, ଆଉ ସେ ଟଙ୍କାରେ ଆରାମରେ ରହୁଥାଏ। ଗୋଟିଏ ଦିନର କଥା, ସେହି ବାଟରେ ଗୋଟିଏ ସ୍ତ୍ରୀ ଲୋକ ଆସୁଥାଏ। ଆରେ ଝିଅ, କୁଆଡେ ଯାଉଛୁ? ମାଉସୀ, ମୁଁ ମନ୍ଦିରରୁ ଫେରୁଛି। ମୁଁ ତୁମ ଗାଁର ରାମଚଣ୍ଡୀ ମନ୍ଦିରକୁ ଆସିଥିଲି। ଆଚ୍ଛା, ବହୁତ ଖରା ହଉଛି, ଆସୁନୁ ଟିକେ ବସିକି ଯିବୁ। ନାଇଁ ମାଉସୀ, ମୋ ଝିଅ ଘରେ ଅପେକ୍ଷା କରିଥିବ। ଖରା ବଢୁଛି, ମତେ ଯିବାକୁ ହେବ। ମାଉସୀ ଡାକୁଛୁ ଆଉ ମନା କରୁଛୁ? ଆସେ ଆସେ, କେତେ ଗହଣା ଅଛି ୟାର। ମୁଁ ତ ପୁରା ଧନୀ ହୋଇଯିବି। ତୁ ବସେ, ମୁଁ ଆଣୁଛି। ତାପରେ ବୁଢ଼ୀମା ତାକୁ ବେଲପଣା ପିଇବାକୁ ଦେଲା, ଆଉ ପଣା ପିଇଲା ପରେ ଔଷଧ ତା କାମ ଆରମ୍ଭ କଲା ଓ ବୁଢ଼ୀ ସ୍ତ୍ରୀ ଲୋକଟିର ସବୁ ସୁନା ଗହଣା ବାହାର କରି ନେଇଗଲା। ସ୍ତ୍ରୀ ଲୋକଟି ସେଠାରୁ ଚାଲିଗଲା। ଉମେଶ ତା ପଡ଼ୋଶୀ ଗାଁର ଗୋଟିଏ ଝିଅକୁ ପ୍ରେମ କରୁଥିଲା। ତା ନାମ ଲୋପା ଥିଲା। ସେ କାମକୁ ଯିବା ସମୟରେ ଲୋପାକୁ ଦେଖା କରୁଥିଲା। ଉମେଶ, ଆଉ କେତେ ଦିନ ଆମେ ଏମିତି ଦେଖା ହଉଥିବା? ତୁମେ କିଛି କରୁନ କଣ ପାଇଁ? ଲୋପା, ମୁଁ କଣ କରିବି? ତୁମେ ତ ଗୋଟିଏ ଧନୀ ଘରର ଝିଅ। ମୁଁ ତ ତୁମ ଆଗରେ କିଛି ବି ନୁହଁ। ତୁମ ବାପାଙ୍କୁ ପ୍ରସ୍ତାବ ଦେଲେ ତ ସେ ମତେ ଧକ୍କା ମାରି ଘରୁ ଫୋପାଡ଼ି ଦେବେ। ତୁମେ ଏସବୁ ଛାଡ଼। ତୁମକୁ କିଛି କହିବାର ଥିଲା ନା, କୁହ। ମୋ ମା ତୁମ ଗାଁର ରାମଚଣ୍ଡୀ ମନ୍ଦିରକୁ ଯାଇଥିଲେ, ଆଉ ସେ ବହୁତ ଗହଣା ପିନ୍ଧିଥିଲେ। ହେଲେ ସେ ଯେବେ ଘରକୁ ଫେରିଲେ ତ ତାଙ୍କ ଦେହରେ ଗୋଟିଏ ବି ଗହଣା ନାହିଁ। ତାଙ୍କ ସହ ଏମିତି କଣ ହେଲା ସେ ବି ଜାଣିନାହାନ୍ତି। ଏବେ ଘରେ ସମସ୍ତେ ଚିନ୍ତାରେ ଅଛନ୍ତି। ଆରେ, ଆମ ଗାଁରେ ବି ଏମିତି ହୋଇଥିଲା। ଜଣା ନାହିଁ ଏମିତି କିଏ କରୁଛି। ହଉ, ତୁମେ ଚିନ୍ତା କରନି, ବହୁତ ଜଲ୍ଦି ସବୁ ଠିକ ହୋଇଯିବ। ତୁମେ ମତେ କଥା ଦିଅ, ଆମେ ବହୁତ ଜଲ୍ଦି ବିବାହ କରିବା। ଠିକ ଅଛି ରାଣୀମା, ଯେମିତି ତୁମର ଇଚ୍ଛା। ଏମିତି ହିଁ କିଛି ଦିନ ପରେ ଲୋପା ଓ ଉମେଶ ମନ୍ଦିରରେ ବିବାହ କଲେ। ଏବେ ତୁମେ ଖୁସି ତ ଲୋପା? ମା ରାମଚଣ୍ଡୀଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ଥାଉ। ହଁ ହଁ, ଚାଲ ଏବେ ତୁମ ଘରକୁ ଯିବା। କେଜାଣି ତୁମ ମା ମତେ ଦେଖିକି କଣ ଭାବିବେ। ତାପରେ ସେମାନେ ଘରକୁ ଗଲେ। ମା, ଏ ମା, କୁଆଡେ ଗଲୁ? ଦେଖିଲୁ ମୁଁ କାହାକୁ ନେଇକି ଆସିଛି। ମା, ଏଇ ଦେଖ ତୋ ବୋହୂ। ଆରେ ପୁଅ, ତୁ ବୋହୂକୁ ନେଇକି ଆସିଲୁ ଯେ ମନ୍ଦିରରେ କାହିଁକି ବିବାହ କଲୁ? ମତେ କହିଥାନ୍ତୁ, ମୁଁ ବହୁତ ଧୁମଧାମରେ ବୋହୂକୁ ଆଣିଥାନ୍ତି। ହଉ, ତୁମେ ଘରକୁ ଆସ। ମା, ତୋ ବୋହୂ ତୋର ପସନ୍ଦ ତ? ବୋହୂ ତ ପୁରା ଦେଖିବାକୁ ଲକ୍ଷ୍ମୀ ପରି, ଧନୀ ଘରର ଝିଅ ପରି ଲାଗୁଛି। ସେ ଆମର ଏ ଛୋଟିଆ ଘରେ ଚଳିପାରିବ ତ? ମା, ଆପଣ ଚିନ୍ତା କରନ୍ତୁନି। ମୁଁ ପରିସ୍ଥିତି ହିସାବରେ ଚଳିବା ଜାଣିଛି। ଆମେ 3 ଜଣ ଖୁସିରେ ରହିବା। ଖାଲି ଆପଣଙ୍କ ଆଶୀର୍ବାଦ ଦରକାର। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହିବ। ତୁମେ ଏବେ ଆରାମ କର। କିଛି ଦିନ ପରେ ଲୋପା ପାଖକୁ ତା ଶାଶୁ ଗଲା ଓ ତାକୁ କହିଲା, ବୋହୂ ଲୋପା, କଣ କରୁଛୁ? ମା, ଘରର କାମ ସରିଲା। ଏବେ ତ ମୁଁ ତୁମ ପାଖକୁ ଆସୁଥିଲି। ତୁ ତ ପୁରା ଘର ସମ୍ଭାଳି ନଉଛୁ ଝିଅ। ଭଗବାନ ସିନା ମତେ ଝିଅ ଦେଇନାହାନ୍ତି, ତୁ ଆସିବା ଦିନରୁ ତୋ ନିଜ ମା ପରି ମୋର ଯତ୍ନ ନଉଛୁ। ସେଥିପାଇଁ ମୁଁ ଭାବୁଛି। କଣ ଭାବୁଛ ମା? ନେ ମା, ଏସବୁ ଗହଣା ଆଜିଠୁ ତୋର। ମୁଁ ଠିକ ସମୟକୁ ଅପେକ୍ଷା କରିଥିଲି। ଆଜି ସେ ଠିକ ସମୟ ଆସିଗଲା। ଏସବୁ ଆଜିଠୁ ତୋର। ଭଲ ହୋଇଛି ସେଦିନ ଏ ଗହଣା ସେ ସ୍ତ୍ରୀ ଲୋକଠୁ ନେଇ ଆସିଲି ମୁଁ। ଏବେ ଏ ଗହଣା ବୋହୂକୁ ଦେବାରେ ଲାଗିଗଲା।
ମୋ ପଇସା ବଞ୍ଚିଗଲା। ହଉ ମୁଁ ଆସୁଛି, ତୁ ସବୁ ଦେଖି ନବୁ। ଧନ୍ୟବାଦ ମା। ଲୋପା ଗହଣା ଖୋଲିକି ଦେଖିଲା ତ ଆଶ୍ଚର୍ଯ୍ୟ ହୋଇଗଲା। ସେ ତା ମାର ଗହଣାକୁ ଚିହ୍ନି ପାରିଲା। ଆରେ ଇଏ ତ ସବୁ ମୋ ମାଙ୍କ ଗହଣା। ଏଇ ହାର ତ ମୋ ଜେଜେମା ମୋ ମାଙ୍କୁ ଦେଇଥିଲେ, ଆଉ ଏ ଚେନ୍ ମୋ ବାପା ଦେଇଥିଲେ। ଏ ମୁଦି ତ ମୁଁ ଆଉ ମୋ ମା ନିଜେ ଆଣିବାକୁ ଯାଇଥିଲୁ। ଏସବୁ ମାଙ୍କ ପାଖକୁ କେମିତି ଆସିଲା? ତାହେଲେ କ'ଣ ଏ ସବୁ କାମ ମା କରିଥିବେ? ସନ୍ଧ୍ୟା ହେଲା, ଉମେଶ ଘରକୁ ଆସିଲା। ସେ ଯେବେ ଲୋପା ପାଖକୁ ଗଲା, ଆରେ ଲୋପା, ତୁମେ କୁଆଡେ ବାହାରିଛ କି? ହଁ ବାହାରିଛି, କୁଆଡେ ବି ଯିବି, ହେଲେ ଆଉ ଏ ଘରେ ଗୋଟେ ମୁହୂର୍ତ୍ତ ବି ରହିପାରିବିନି। ଆରେ ଏମିତି କ'ଣ କହୁଛ? ମା କ'ଣ କହିଛି କି ତୁମକୁ? ମା କ'ଣ କହିବେ? ମୁଁ ଆଉ ଏ ଚୋର ଘରେ ଗୋଟେ ମିନିଟ୍ ବି ରହିପାରିବିନି। ତୁମେ ମତେ ମିଛ କହିଛ ଉମେଶ। ତୁମେ ମା ପୁଅ ଚୋରି କରୁଛ ଆଉ ଏତେ ଭଲରେ ରହୁଛ। ତୁମେ ଦେଖ, ଏ ସବୁ ମୋ ମାଙ୍କ ଗହଣା। ସବୁ ଗହଣା ମୋ ମାଙ୍କର। ଏ ସବୁ ତ ଚୋରି ହୋଇଥିଲା। ତୁମ ଘରକୁ ଏସବୁ କେମିତି ଆସିଲା? ସେଥିପାଇଁ ମୁଁ ଯାଉଛି ଏଠାରୁ। ଗୋଟିଏ ଚୋରର ସ୍ତ୍ରୀ ହୋଇକି ରହିପାରିବିନି ମୁଁ। ମୁଁ ସତ କହୁଛି, ମୁଁ ଚୋରି କରିନି। ଆଉ ମା ଏସବୁ କୋଉଠୁ ଆଣିଲା ମୁଁ ଜାଣିନି। କିଛି ଶୁଣିବାର ନାହିଁ, ମୁଁ ଏଠାରୁ ଯାଉଛି। ସେତେବେଳେ ମା ଆସିକି କହିଲେ, ରହିଯା ଝିଅ ଲୋପା, ମୋ ପୁଅର କିଛି ଭୁଲ ନାହିଁ। ସବୁ ଭୁଲ ମୋର। ମୁଁ ହିଁ ଏମିତି କରିଛି। ମୁଁ ଜାଣିନଥିଲି ମୋର ଏ ଭୁଲ ଏମିତି ଜଣା ପଡିବ ବୋଲି। ତୁ ଏ କ'ଣ କହୁଛୁ ମା? ତୁ କ'ଣ ସତ କହୁଛୁ? ହଁ ପୁଅ, ମୁଁ କରିଛି। ମୁଁ ଲୋକଙ୍କୁ ଔଷଧ ମିଶା ବେଲପଣା ଦେଇ ଏମିତି କରୁଥିଲି। ମୁଁ ଜାଣିନଥିଲି ଯେ ମୋର ଏ କାମରେ ଗୋଟେ ଦିନ ମୋର ହିଁ ଘର ଭାଙ୍ଗିଯିବ ବୋଲି। ମା, ତୁ ଏମିତି କ'ଣ ପାଇଁ କରିଥିଲୁ? ମତେ ତୋ ପୁଅ କହିବାକୁ ଲାଜ ଲାଗୁଛି ଏବେ। ରୁହ ଲୋପା, ମୁଁ ବି ଯିବି ତୁମ ସହ ଏ ଘରୁ। ନା ପୁଅ, ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଏମିତି କରିବିନି। ମୁଁ ସବୁ ଫେରାଇ ଦେବି। ଥାଉ ମା, ତୋ ପାଇଁ କେତେ ଲୋକ ଅସୁବିଧାରେ ପଡ଼ିଥିବେ। ଚାଲ ଲୋପା, ଚାଲ। ମୁଁ ତ ଗୋଡ଼ ଧରୁଛି ପୁଅ, ତୁ ଯାନି। ତୁମେ ମତେ ଅଲଗା କଲେ ମୁଁ ମରିଯିବି। ଶୁଣ, ମା ତାଙ୍କ ଭୁଲ ବୁଝିପାରିଛନ୍ତି। ତାଙ୍କୁ ତାଙ୍କ ଭୁଲର ପ୍ରାୟଶ୍ଚିତ କରିବାକୁ ଦିଅ। ମା ରାମଚଣ୍ଡୀଙ୍କ କୃପାରେ ଏସବୁ ଜଣା ପଡ଼ିଲା। ଯଦି ଏ ଗହଣା ଆଉ କାହାର ହୋଇଥାନ୍ତା ତ ଏ ସତ କେବେ ବି ଜଣା ପଡ଼ିନଥାନ୍ତା। ତୁମେ ଠିକ୍ କହିଛ ଲୋପା। ବୁଢ଼ୀମା ତାର ଭୁଲ ବୁଝିପାରିଲା ଓ ସେ ଆଉ ସେମିତି କାମ କଲାନି ଓ ସମସ୍ତେ ଖୁସିରେ ରହିଲେ।